शुणु कवि विश्वनाथ कुंटियाकृत विचित्र रामायणर 69तम भाग। प्रयोजना डॉ शांतनु कुमार रथ, संगीत परिचालना प्रफुल्ल चंद्र बेहेरा, सहयोगिता अभय कुमार दास। मुखर श्रीराम मोह हेबा संवाद पाई खुशी होई रावण पुष्पक विमान रे सीता को नहीं युद्ध भूमि रे पड़िथिबा रामन को देखाइबा पई आदेश देइछि। राम लक्ष्मण को मोह जाइथिबा देखि सीता रोदन करुछंती। श्रीराम मोह तेजी उठिचंती। नारद आसी गरुड़ को स्तुति करुछंती। संतुष्ट होई गरुड़ आसीबारु श्रीराम लक्ष्मण को बंधक करिथिबा सर्प माने पळाइछंती। पुणी युद्ध आरंभ होइछि। लक्ष्मण आंबर प्राण देले कपिपति एहांक बिनु मुकी जीवी सुमित्रा
ମାତାଙ୍କୁ କି ବୋଲି ବୋଲିବି ହେ କହିଲେ ସଙ୍ଗେ ଗୋଡ଼ାଇ ନାନା ଦୁଃଖ ମାନ ସହି ବନେ ମୋତେ ସେବା କରୁଥିଲେ ଏବେ ଭାଇ ମୋର ପାଇଁ ସାଗରେ ସେ ତୁ ବନ୍ଧାଇ ଦୁଷ୍ଟ ଅସୁରଙ୍କ ହାତେ ପ୍ରାଣ ଦେଲେ କପିପତି ନ ଜିଅଇ ମୁଏ ହାବିନେ ଅଯୋଧ୍ୟାକୁ ମୁହିଁ ଯିବଇ କେଶନେ ବିଭୀଷଣ ଦୁଃଖ ପାଇ ବହୁତ ବିଳାପ ମାନ କଲେ ଯାହାର ଦର୍ଶନ ପାଇ ଲଙ୍କା ତେଜି ଅଇଲଇ ବେନି କୂଳେ ବେନୋହିଲେ ବୋଇଲେ ସେ ବିଭୀଷଣ ପ୍ରବୋଧନ୍ତି ଅଙ୍ଗଦ ସୁସେନ ଅଧୈର୍ଯ୍ୟ ନୁହ ତୁମ୍ଭେ ଲଙ୍କା ରାଜନ ସୁଗ୍ରୀବୋଲନ୍ତି ସୁସେନ ଶ୍ରୀରାମଚନ୍ଦ୍ର ଲକ୍ଷ୍ମଣ କିଷ୍କିନ୍ଧ୍ୟାରେ କର ହେ ଯତନ ରାବଣ ମାରିବା ଶ୍ରୀରାମଙ୍କୁ ସୀତା ଦେବା ଦେବେ ସିନା ବାହୁଡ଼ିବେ ମୋର ସୈନ୍ୟ ହେ ସୁଗ୍ରୀବର ଅହନ୍ତେ ନାରଦ ପରବେଶ ବୋଲେ ବିଶିଷ୍ଟବ କଲେ ଶ୍ରୀରାମ ପାଶ সন্নিধে মুনি সঙ্গতে ঘেনি পরিবাদিনী বলে কি ভাগ্য কলে আম্ভর নয়ন বেনি যে অসুর পন্ন গোপাস ঘেনি বন্ধন করিছি ভাই বেনি আন হইলে জানতায় জীবন ঘেনি যে এতে কহি নারদ স্তব পঢ়িলে কৃত অঞ্জলি হই কর যোড়িলে ভকতি ভাবে পুলক হেলে বীণা বজাই সে নৃত্য কলে বেনি নয়নু আনন্দ পতিত হেলে যে দুষ্ট কুমার উশ্বাস
ଅଖିଳ ତାତ କୁମ୍ଭର ତମୁ ସକଳ ଜାତ ଚିନ୍ତିବା ହେଉ ବିନତା ସୁତ ଆସୁ ତ୍ୱରିତ ଯେ ଏମନ୍ତ କହିଣ ଧାତା ସୁତ ବ୍ରହ୍ମଲୋକକୁ ଗଲେ ତ୍ୱରିତ ଅନ୍ନଗାସନ ମନେ ଚିନ୍ତିଲେ କୌଶଲ୍ୟା ସୁତ ଯେ ଦେବ ସବୁଦିନେ ମୁଁ ତୋର ଗୁଣ ଦର୍ଶନ କରଇ ସିନା ଅଯୋଧ୍ୟାପୁର ଯେ ଏତେ କହିଣ ଗରୁଡ଼ ଗଲେ ବାନର ବଡ଼ ଆନନ୍ଦ ହେଲେ ପୁଣି ଯୁଦ୍ଧକୁ ଆରମ୍ଭ କଲେ ଋଷି ଭଣିଲେ ଯେ ଶୁଣୁଥିଲେ କବି ବିଶ୍ୱନାଥ ଖୁଣ୍ଟିଆକୃତ ବିଚିତ୍ର ରାମାୟଣର 69ତମ ଭାଗ। କଣ୍ଠଦାନ କରିଥିଲେ ତୃପ୍ତି ଦାସ, ସ୍ନିଗ୍ଧାରାଣୀ କର, କରୁଣାକର ସେଠୀ, ଗିରିଜା ପ୍ରସନ୍ନ ମିଶ୍ର, ସଞ୍ଜୟ କୁମାର ଦେବ, ବିଜୟ ମହାପାତ୍ର। ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ସହଯୋଗିତା ଅଭୟ କୁମାର ଦାସ।